ଆଜ୍ଞା ଦିନ ବାନ୍ଧବକୁ ଡାକୁଛି ଦିନ ଦିନ ବାନ୍ଧବକୁ ଡାକୁଛି ଦିନ ରାତ୍ର ବାନ୍ଧବ ମୋ ବିନତି ଘେନ ରାତ୍ର ବାନ୍ଧବ ମୋ ମିନତି ଘେନ ମଧ୍ୟାହ୍ନ ବାନ୍ଧବ ହେବ କି ନାହିଁ ମଧ୍ୟାହ୍ନ ବାନ୍ଧବ ହେବ କି ନାହିଁ କହିଲା ଏ ତିନି ପ୍ରକାର ବାନ୍ଧବ କହି ଯେ ଦେଉଛି ତୁମକୁ ଠାରି ସତେ ଯେବେ ମୋର ମଧ୍ୟ ସାମନ୍ତ ଆସିବ ହେଳାନ କରି ଆସିବ ହେଳାନ କରି ଇଏ ଲେଖା ହଉଛି କାହାର ନା ଜଗତ ଗୁରୁ ଠାକୁର ଅଭିରାମ ପରମହଂସ ଦେବଙ୍କର 1904 ଖ୍ରୀଷ୍ଟାବ୍ଦ ଜାନୁଆରୀ 18 ତାରିଖ ପୁରୀ ଜିଲ୍ଲା କରମଳା ଭୋଇପଡ଼ା ଯାହାଙ୍କର ଜନ୍ମ ଆଜ୍ଞା ଦିନ ବାନ୍ଧବ କହିଲେ ଆପଣ ମାନଙ୍କର ଆଜ୍ଞା ସୂର୍ଯ୍ୟ ରାତ୍ର ବାନ୍ଧବ କହିଲେ ଆପଣ ମାନଙ୍କର ଚନ୍ଦ୍ର ହେଲେ ମଧ୍ୟାହ୍ନ ବାନ୍ଧବ କିଏ ଏଗୁଟା ହଉଛି ଆଜ୍ଞା ପିଣ୍ଡ ମତ କଥା ଇଏ ହଉଛି ମାତୃଗର୍ଭ ତତ୍ତ୍ୱ ଦିନ ବାନ୍ଧବ ଯେ ଡାହାଣ ଅଙ୍ଗଟି ରାତ୍ର ବାନ୍ଧବ ଯେ ବାମ ମଧ୍ୟାହ୍ନ ବାନ୍ଧବ ସମଭାବ କହି ଆସନ୍ତି ସେ ବିନ୍ଦୁ ବ୍ରହ୍ମ ଦିନ ବାନ୍ଧବ କହିଲେ ଆପଣଙ୍କର ଡାହାଣ ଅଙ୍ଗ ଆଜ୍ଞା ସୂର୍ଯ୍ୟାୟଣୀ ରାତ୍ର ବାନ୍ଧବ କହିଲେ ଆଜ୍ଞା ବାମ ଅଙ୍ଗ ଆପଣଙ୍କର ଚନ୍ଦ୍ରାୟଣୀ ଏଠି ମଧ୍ୟାହ୍ନ ବାନ୍ଧବ କିଏ ନା ଯୋଉ ଗୋଟାକ ଆପଣଙ୍କର ଶିଶୁ ମୁନାଧାର ଯୋଉ ଗୋଟାକ ମେରୁଦଣ୍ଡକୁ ବକ୍ରଗତି ଲାଗିଛି କୋଉଠି ନା ମୂଳାଧାର ଚକ୍ରରେ ଯେତେବେଳେ ବିନ୍ଦୁ ଭଗବାନ ମାତାର ପଦ୍ମକୁ ଯାଆନ୍ତି ନାଭି ଚକ୍ର ପରେ ପରା ଲିଙ୍ଗକୁ ନ ଯାଇ ମୂଳାଧାର ଚକ୍ରେ ଯାଇ ବିନ୍ଦୁ ପହଞ୍ଚଇ ଏଠି ବିନ୍ଦୁ କିଏ ନା ଭାବରେ ବିନ୍ଦୁ ଭଗବାନ ସଶକ୍ତି କରନ୍ତି ଗମନ ଅମୃତ ଲଗ୍ନ ଯୋଗ ବଳେ ବିନ୍ଦୁ ଖସଇ ସେତେବେଳେ ବିନ୍ଦୁ ଖସଇ ସେତେବେଳେ ବିନ୍ଦୁ ଖସଇ ସେତେବେଳେ ଆପଣଙ୍କ ଶରୀର ନାଡି ହେଲା କେତେ ନା 772 ନାଡି ସାର କରାଗଲା କେତେ ନାଡି ନା 3 ନାଡି ଇଅଁଳା ପିଅଁଳା ଶିଶୁ ମୁନା ବା ହିଡ଼ିଂ ଶିଡ଼ିଂ କ୍ଲିଂ ବା ଗଙ୍ଗା ଯମୁନା ସରସ୍ୱତୀ ଯେତେବେଳେ ପିତାର ବିନ୍ଦୁ ଯାଏ ଆଜ୍ଞା ମାତାର ପଦ୍ମକୁ ସେ କୋଉ ନାଡିକି ଭେଦ କରେ ନା ଆପଣଙ୍କର ଶିଶୁ ମୁନା ତତ୍ତ୍ୱ ଯୋଉ ଗୋଟାକ ଗୁପ୍ତ ତତ୍ତ୍ୱ ଯାହାକୁ କୁହାଯାଏ ଆପଣ ମାନଙ୍କର ସରସ୍ୱତୀ ଧାର ବା ଶିଶୁ ମୁନା ଧାର ଏ ମୋର ଜ୍ଞାନୀ ମଣ୍ଡଳୀ ଦିନ ବାନ୍ଧବକୁ ଡାକୁଛି ଦିନ ରାତ୍ର ବାନ୍ଧବ ମଧ୍ୟାହ୍ନ ବାନ୍ଧବ ହେବ କି ନାହିଁ ଏ ତିନି ପ୍ରକାର ବାନ୍ଧବ କହି ଦେଉଛି ତୁମକୁ ଠାରି ସତେ ଦେବେ ମୋର ମଧ୍ୟ ସାମନ୍ତ ରାଧା ଲେଖିଲେ ଚିଠି ଆଜ୍ଞା କୃଷ୍ଣ କାହିଁକି ନା ରାଧା ହେଲା ଆଜ୍ଞା ମାତାର ରଜ ପିତାର ବିନ୍ଦୁ କାହିଁକି କୃଷ୍ଣ ନା ଆଗୁଆ ନାରୀଟିଏ ରଜବତୀ ହେଲେ ତାପରେ ପିତା ଆଜ୍ଞା ବିନ୍ଦୁ ଦବ କୋଉ ନ୍ୟାୟରେ ନା ଆଗୁଆ ଭକ୍ତକୁ କଷଣ ପଇଲେ ଆଜ୍ଞା ଭଗବାନ ଅବତାର ନିୟନ୍ତି ରେ ଧନ ଶୁଣ ଶୁଣ ବୁଝାଇ କହୁଛି ଆକୁ ମନ ଯେତେବେଳେ ଆଜ୍ଞା ଭକ୍ତ କଷଣ ପଡେ ଭଗବାନ ଆସନ୍ତି କି ନାହିଁ ଭଗବାନ ଆସିବେ ଓଡିଆ ଭାଗବତ ହୋଇଲୁ 10 ଅବତାର ଆସିଲୁ ଅବନୀର ଭାର ଗୋବିନ୍ଦ 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 ଅତୁ ବାଳୁଚେ ମକରନ୍ଦ ଆଉ ଦୁଷ୍ଟ ନିବାରି ସନ୍ଥ ପାଳୁ ନାଥ ପରମ ଦୟାଳୁ यार तत्व कौन ना दुष्ट निवारी सन्थ पालू तू नाथ परम प कहले पवन र कहले रमण आत्मा रम रूप जे करुची रमण ला राम शब्द रे बिंदु खसे अनुक्षण बाबू खसे अनुक्षण बाबू खसे अनुक्षण पद कौन ना तुम आसब केते ना दिन रे राति रे आसब नाही आसब नाही ना 7 बारे न आसब माधोई 7 बारे न आसब माधोई ना जे बण पथरे आसब हरि जे बण पथरे आसबे हरि ना देवता जानिबे नाही जे परी देवता जानिबे नाही जे परी ना चंद्र सूर्य आदि नथिबे भव चंद्र सूर्य आदि नथिबे एही समय रे आसब मदन रास हो कला दिन रे राति रे आसब नाई आज्ञा दिन कहले डाहाण अंग रात्र कहले बाम अंग आज्ञा चंद्र कला जेबन पथरे आसब हरि एटे देवता के देवता किए कि देउल भीतरे देख तुड़ देवता अछंती हर हर देवता अछंती हर हर देवता अछंती हर हर देउले
ପଶିଲେ ଦର୍ଶନ କରିବେ ଦେଉଳେ ପଶିଲେ ଦର୍ଶନ କରିବୁ ଲେଖାକାର ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ମୋକ୍ଷ ହୋଇଯିବ ପେଟେ ଦେବତା କିଏ ନା ଦେଉଳ ଭିତରେ ଦେବତା ହଳ ହଳ କୋଉଠି ନା ମୂଳାଧାରା ଚକ୍ରରେ ଆଜ୍ଞା 2 ଜଣ ବକ୍ରତୁଣ୍ଡି ଆଉ ଗଣେଶ ଲିଙ୍ଗରେ ରତି ଆଉ କନ୍ଦର୍ପ ନାଭିରେ ବ୍ରହ୍ମା ଆଉ ସାବିତ୍ରୀ ହୃଦୟରେ ଆଜ୍ଞା ଆପଣ ମାନଙ୍କର ଲକ୍ଷ୍ମୀ ଆଉ ନାରାୟଣ କଣ୍ଠରେ ଆଜ୍ଞା ସଦାଶିବ ହକି ଅବେନିଚର ଲଲାଟରେ ଜାଣ ନା ଆଦି ଅନାଦି ବୋଲିନ ତା ନାମ ପ୍ରମାଣର ବିନ୍ଦୁ କଣ ଯାଉଛି ଏପଟେ ବିନ୍ଦୁ ଗଲା କୋଉ ବାଟେ ଯାଉଛି ଶିଶୁ ମୁନାକୁ ଭେଦ କରି ଦେବତା ଜାଣିବେ ନାହିଁ ଯେପରି 7 ବାର କାହିଁକି ଆସିବନି 7 ବାର କହିଲେ ଆମେ ବୁଝିବା କଣ ପୂର୍ଣ୍ଣାନନ୍ଦ କହିଲେ 1 ଦିନେ 7 ବାର ହେଉଅଛି ଭୋଗ ଏ ଚନ୍ଦ୍ର ସୂର୍ଯ୍ୟ ବାରି ମନ ତୋ ଦେହରେ ଜାଗ ତୋ ଦେହ ଏଠି 7 ବାର କହୁଛୁ କେତେ ଦିନରେ ନା ଗୋଟିଏ ଦିନରେ ରବିବାର କେତେରୁ କେତେ 7ଟା 15 9ଟା 16 ଆପଣଙ୍କ ରବିବାର 9ଟା 16 ରୁ 10ଟା 59 କଣ ସୋମବାର 10ଟା 59 ରୁ 11ଟା 15 କଣ ସେତିକି ଥାଉ 7 ବାରେ ପୁଣି 7 ବାର ଅଭିନବ ବସେଇଲେ କୋଉଠି ନା ଚକ୍ଷୁ ନାସା ମୁଖ କର୍ଣ୍ଣ 7 ବାର କଲେ ନା ଗୋଟି ଗୋଟି ବାର କଥା କହୁଅଛି ଭଲେ କହୁଅଛି ଭଲେ ଭାଇଆ କହୁଅଛି ଭଲେ କହୁଅଛି ଭଲେ ଭାଇଆ କହୁଅଛି ଭଲେ ଆପଣ ମାନଙ୍କର ଡାହାଣ ନାସା ହେଲା ଆଜ୍ଞା ଗୁରୁବାର ବାମ ନାସା ହେଲା ଶୁକ୍ରବାର ଆକାଣ ମୁଖରେ ଜିହ୍ୱା ହେଲା ଆପଣଙ୍କ ରବିରାମଙ୍କ ଭାଷାରେ ଆଜ୍ଞା ବାମ ଚକ୍ଷୁ ହେଲା ଆପଣ ମାନଙ୍କର ସୋମବାର ଡାହାଣ ଚକ୍ଷୁ ହେଲା ଆପଣ ମାନଙ୍କର ମଙ୍ଗଳବାର ବାମ କର୍ଣ୍ଣ ବୁଧବାର ଶୁଣ ଜ୍ଞାନୀ ଜନ ନା ଦକ୍ଷିଣ କର୍ଣ୍ଣଟି ଯୋଉ ବାର ହେଲା ଧନ କିନ୍ତୁ ଯେ ପୂର୍ଣ୍ଣାନନ୍ଦଙ୍କ ଆଡ଼ିକି ଚାଲ ପୂର୍ଣ୍ଣାନନ୍ଦ କହିଲେ ଚନ୍ଦ୍ରବାର 3 ସୂର୍ଯ୍ୟବାର 3 ନା ଶିଶୁ ମୁନା 12 ଗୋଟି ଶନିବାର ହୋଇ ନା ସେ ବାରେ ବାରେଣୀ ପରା ପଡ଼େ ମନ ଭାଇ କାହିଁକି ନା ମା ମାନେ ଗୋଟେ ଓଷା କରନ୍ତି ଆପଣଙ୍କ ଝିଅ ମାନେ ସେ ଓଷା ନା କଣ ନା ଦ୍ୱିତୀୟା ଓଷା ନା ପଡ଼େ ତହିଁ 1 ବାର ଶୁଣ ଜ୍ଞାନୀ ଜନ ନା ସେ ବାରରେ ବାରେଣୀଟି ପଡ଼େ ଆରେ ମନ 1 ବାର କିଏ ନା ଗୋଟିଏ ଆଜ୍ଞା ବାଟ ଫିଟିଛି ଆଜ୍ଞା ସେ ଜାଗାକୁ ଯେତେବେଳେ ବିନ୍ଦୁ ଯୋଉ ଜାଗାରୁ ଖସୁଛି ନା ତିଳ ଚୋପା ପ୍ରାୟ ପରା ଲାଗିଛି କବାଟ ନା ସୂଚି ରନ୍ଧ୍ର ଦେଇ ପରା ଆସୁଛି ନିକଟ ବାବୁ ଆସୁଛି ନିକଟ ଯେତେବେଳେ 7 ବାର 1 ହେଇଗଲେ ଅଷ୍ଟାଙ୍ଗ ଯୋଗରେ ସେଇ ଖସୁଛି ରେ ଧନ ନା ବାରେଣୀରେ 1 ବାର ଭୋଗ ହୁଏ ମନ ଭାଇଆ ଭୋଗ ହୁଏ ସେଥିପାଇଁ କହିଲେ ଆସ ହେ ମାଧବ ସାଧବପୁରେ ବୋହୁ ଶୋଇଛନ୍ତି କେଶର ପରେ କବାଟ କିଣି ଶୋଇଛନ୍ତି ରମା ଉଠିବେ ନାହିଁ ସେ ଅଲିଅଳି ଜମା ଅଷ୍ଟମ ଦଶାରେ ଛନ୍ତି ଭାଷ୍ୟ ଅଭିରାମ ବଳେ ଆଉ ଗୋଟେ ପଦ ତା ଉପର ପଦ ରହିଯାଇଛି କଣ 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 କହିଲ ତମକୁ ପଚାରିଛି ତେମୁ ଆଣ୍ଟି ବାଟି ତେମେ ଥିରି ବସ ଆମ ପାଳିଆ କହିବେ ସାଜିଛି ରାହାସ ସ୍ଥଳ ହେ ସ୍ୱାମୀ ଯେପତେ ଗମିବେ ନାହିଁ ଠିକାମି ପ୍ରେମାନନ୍ଦ ହେ ପ୍ରେମ ଦେଇ ଆସ କଳିରେ ୟା ନାମ ଗୁଜରାସ ଦ୍ୱାପର ରହିଛି ବାକି ବେଶୀ କହିବାକୁ ବେଳ କଳା ନାହିଁ ଲଳିତା କଣ ଲେଖିଲେ ସାଜିଛି ରାସସ୍ଥଳ କେତେ ନା ରାସସ୍ଥଳ ହେଲା 84 ଯୋଜନ ରାସସ୍ଥଳ କେତେ ନା ରାସ ଚାଲିଛି ଆଜ୍ଞା 12 ପ୍ରକାର ରାସ ଅଚ୍ୟୁତାନନ୍ଦଙ୍କର ଗୋଟେ ହେଲା ବସନ୍ତ ରାସ ଗୋଟେ ହେଲା ବୃନ୍ଦା ରାସ ଗୋଟିଏ ନିତ୍ୟ ରାସ ଗୋଟିଏ ମହାନିତ୍ୟ ରାସ ଗୋଟେ ଗୁଜରୀ ରାସ ଜ୍ଞାନୀ ମଣ୍ଡଳୀ ସାଜିଛି ରାସସ୍ଥଳ କେତେ ନା ରାସସ୍ଥଳ 84 ପ୍ରକୃତ ରାସସ୍ଥଳ କିଏ ନା ମାତାରଟି 12 ଦଳ ପଦ୍ମଜ୍ଞାନୀ ଜନ ନା ଯୋଉଠାରେ ରାସ ହେବ ଖୁଣବାଇ ମନ ମାତାର ପଦ୍ମ କେତେ ନା ସେ ଫୁଲ 12 ଯେ ପାଖୁଡ଼ା ମଧ୍ୟରେ ଅଛି ଯୋଟା ଯୋଟା ତା ମଧ୍ୟରେ କେଶର 24 ନାଭି ଦଳରେ ତାର ବାସ ଉଜାଣି ପବନର ବଳେ ଉଡ଼ି ପଡ଼ଇ ସେ କେଶରେ ସହି ନ ପାରି ବୀର୍ଯ୍ୟ ଭାର ପଦ୍ମ ଯେ ମୁଦ୍ରିତ 17 ଶପଥ ଦିନ ସେ ବୁଲିଲା 7 ଦିନରେ ଠାବ କଲା ଶପଥ ଦିନେ ଫୁଟେ ଫୁଲ ଶିଶୁ ମୁନାଟି ତାର ମୂଳ ମାତାର 7 ଅବତାର ପିତାର 7 ଅବତାର ଖେଳାଳିରେ 7 ହୋଇ ଏକ ବିଷ ସେ ବସେ କାହିଁକି ନା ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ ଜାଗିଛନ୍ତି ବ୍ରହ୍ମ ଅଗ୍ନି ଅଲେଖ କୁଣ୍ଡେ ଜାଗିଛନ୍ତି ବ୍ରହ୍ମ ଧାପ ଦେଉଛନ୍ତି ଏକ 21 ମାନେ କାହିଁକି ନା ଆମେ ସମେତେ ଆଜ୍ଞା ବ୍ରହ୍ମାଣ୍ଡ 21 ପ୍ରକୃତ 21 ଆଜ୍ଞା ମା ଗର୍ଭରୁ ଯେତେବେଳେ ପିତା ବିନ୍ଦୁ ଗଲା ମା ଗର୍ଭରୁ କେତେ ଯାଉଛି ପୂର୍ଣ୍ଣାନନ୍ଦ ଗୋସ୍ୱାମୀ ବହି ନାମ ହଉଛି ସତ୍ୟପୂର୍ଣ୍ଣ ଗୀତା
ବ୍ରହ୍ମବୈଣ ଶୁକ୍ଲାମ୍ବର ଜ୍ୟୋତି ପାଞ୍ଚ ଚିହ୍ନା ମିଶାଇ ତିନି ରତି ପାଞ୍ଚ ଚିହ୍ନାରୁ ପଞ୍ଚଭୂତ ଗଲା ଆଜ୍ଞା ତିନି ରତିରୁ ଆଜ୍ଞା ତ୍ରିଗୁଣ ହୋଇଲା ଚିହ୍ନା କହୁଛି ସାତ ସୁଆଁରେ ପାଞ୍ଚ ଧାନରେ ତିନି କାଇଁଚରେ ଗୋଟିଏ ରତି ରଜ ଥିଲା 6 ରତି ବିନ୍ଦୁ ଗଲା 1 7 3 21 ପୁର ନିର୍ମାଣିଲା ତେଣୁ 21ରେ ତୋର ନାମ ଦିଆଗଲା ଶେଷରେ କହିଲେ କଣ ଆସ ହେ ମାଧବ ସାଧବପୁରେ ବୋଉ ଶୋଇଛନ୍ତି ଶେଷର ପରେ ଏଠି ମାଧବ କିଏ ନା ମାଧବ ଯେ ବୀର୍ଯ୍ୟ ସାଧବ ଯେ ରଜ ଡାକେ ଆସ ମୋ ପୁରକୁ ଆସିଲେ ମଦନ ରାସ ହୋଇବ 12 ଦଳ ପଟୁଡାକୁ କାହିଁ ସେ ମୁହଁକୁ ଦେଖୁଛନ୍ତି ତ ଗାଲରେ ଖିଲେକିଲେ ଚାଉଳ ଧରିବ ମୁହଁଟାକୁ ଦେଖୁଛ କଣ ଗାଲରେ ଖିଲେକିଲେ ଚାଉଳ ଧରିବ ନା ସାଧବ ହେଲା ଆପଣ ମାନଙ୍କର କିଏ ନା ସାଧବ ହେଲା ଆପଣଙ୍କ ରଜ ମାଧବ ହେଲା ବୀର୍ଯ୍ୟ ଡାକେ ଆସ ମୋ ପୁରକୁ ହିନ୍ଦୁ ଭଗବାନ ଗଲେ ମାତାର ରଜରେ ମିଶିଲେ ରଜ ବୀର୍ଯ୍ୟ ମିଶିବାରୁ ସିଏ ପୁଅ ହଉ କି ଝିଅ ହଉ ମାତା ଗର୍ଭରେ ତିଆରି କଲେ କିଏ ବାପା ମା ତିଆରି କଲେନି ସେଥିପାଇଁ ଶ୍ରେଷ୍ଠ ଗୁରୁ ହେଲେ ସତଗୁରୁ କିଏ ତିଆରି କଲେ ନା ସବୁ ଚିତ୍ରକାର ବ୍ରହ୍ମାଣ୍ଡରେ ହୋଇବେ ରୁଣ୍ଡ ଗଢି ପାରିବେନି ବାବୁ ଚରମ ପିଣ୍ଡ ମୋ ବାପାକୁ ତିଆରି କଲା ଯିଏ ମତେ ସିଏ କିଏ ଏକଇ ଗୁରୁ ଶୂନ୍ୟ ମୂର୍ତ୍ତି ତାଠାରୁ ବଡ କେ ନାହାନ୍ତି ଲାସ ହେ ମାଧବ ସାଧବପୁରେ ବହୁ ଶୋଇଛନ୍ତି କେଶର ପରେ କବାଟ କିଳି ଶୋଇଛନ୍ତି ରମା ଉଠିବେ ନାହିଁ ସେ ଅଷ୍ଟମ ଦଶାରେ ଛତିରେ ଭାସେ ଅଭିରାମ ବୟାଳି ସୀତାଲା ଭାସେ ଅଭିରାମ ବୟାଳି ସୀତାଲା ଏଇ ଧନି ଶୋଇ ଛତିରେ ଆଉ ତ ସମୟ ନାହିଁ ଖାଲି କହିଦେବି ପିଲାମାନେ କଣ ବୁଝିବେ ଇଏ ପ୍ରାକ୍ଟିକାଲ ବ୍ରହ୍ମଜ୍ଞାନ ଆପଣଙ୍କଠୁ ପାଦଠୁ ମାପି ଦିଅ ଲିଙ୍ଗ ହଉଛି ଆଜ୍ଞା 42 ଆଙ୍ଗୁଳି ନାରୀ ରଜବତୀ ହେଲେ ପୁରୁଷକୁ ମନା ତା ଟାଇମ ହେଲେ ଋତୁ ସଙ୍ଗମ ହେଲେ ଠିକ ନାହିଁ ଯିଏ ଯିଏ ନ ପାରିବ କାହାର କେମ୍ପା କାହାର କାଲା କାହାର କୁଚା କାହାର ଢେମେଣା କିଏ ବୋପାକୁ ବାଡାଇବ କାହାକୁ ବାଡାଇବ ଲିଙ୍ଗଠୁ ମାପ ପାଦ ଆପଣଙ୍କର 42 ଆଙ୍ଗୁଳି ପୁରା ତାଲା ପଡିଯାଏ ବାପା ଯା ନା ସେ ସମୟ ପୁଣ୍ୟ କରିବୁ ପୁଣ୍ୟ କାଳେ କେତେବେଳେ ସେ ପାଠ ତ ରହିଛି ବହୁତ ଜିନିଷ ଲେଖା ଅଛି ଆଉ ଠାକୁରଙ୍କ ସତ ଇଚ୍ଛା ପୂର୍ଣ୍ଣ ବୋଲା ଆମେ ଦେଖବା ହରି ବୋଲ ହରି ବୋଲ।